शुभारंभ कर मुख्यमंत्री मोहन चरण मांझी और धैर्य रखु शीघ्र सुभद्रा समस्त पाखे पहुंचब यार समय सीमा नहीं शेष हिताधिकारी जोड़ी हेबा जाए सुभद्रा पंजीकरण जारी आवेदन जारी रहा उपमुख्यमंत्री प्रभाती परिडा स्पष्ट भाव में कहते जेहेतु लंबा धाड़ी रे लोके दीर्घ समय धरी अपेक्षा करी रहुचंती पुहापहरु तेणु एसबू न करिबा पई एवं अधैर्य होई भीड़ न जमाबा पई जनसेवा केन्द्र एवं पोस्ट ऑफिस सम्मुखें एक अनुरोध कर उपमुख्यमंत्री प्रभाती परिडा से कहते जे शेष हिताधिकारी जोड़ी नहेबा जाए पंजीकरण जारी रहिबो आवेदन बंद हेबो नाही एवं सेथिपाई सुभद्रा रथर शुभारंभ करागला जो सुभद्रा रथ घरे घरे पहुंचबो लोकों पाखे पहुंचबो एवं लोके यहा द्वारा सचेतन हेबे लोके जानिबे जे सुभद्रा योजना प्रकृति रे कौन सुभद्रा योजना रे आवेदन केते तारीख पर्यंत रहिछि एवं किभली भाबरे सेमाने आवेदन करि पारिबे से बाबद रे मध्य ये रथ सचेतन कराइबो एवं जेंती कौनसी जणे हेले भी हिताधिकारी एथिरु वंचित न हेबे सेथिपाई एभली कार्यक्रम हाथ को निया जाइछि एवं सुभद्रा को नहीं सचेतनता रथ बुलुछि। अभिनंदन पूर्वक स्वागत जणाइबे एवं वार्ता ग्रहण करिबे। जय जगन्नाथ, जय जगन्नाथ, जय मां सुभद्रा, जय मां सुभद्रा, भारत माता की। आज आम गोटे पवित्र दिन। आज सारा राज्य रे सुभद्रा रथर शुभारंभ होउछि। आ से शुभ अवसर रे आज आम गहन रे उपस्थित थिबा ये कार्यक्रम रो आमर ये होस्ट अछंती आमर ओडिशा सरकार उपमुख्यमंत्री तथा विभाग मंत्री श्री प्रभाती परिडा महाशय आम सुखदुकर साथी भुवनेश्वर विधायक बाबू सिंह महाशय आम भुवनेश्वर म्युनिसिपालिटी कॉर्पोरेशन मेयर श्रीमती सुलोचना देव आम ओडिशा सरकार मुख्य शासन सचिव मनोज आहूजा महाशय डेवलपमेंट कमिशनर अनुगर्ग महाशय एवं ये कार्यक्रम को आज सफल करने दिन राति परिश्रम करी आग को नौथुवा आमर प्रिंसिपाल सेक्रेटरी शोभा शर्मा महाशय एटी उपस्थित थिबा विभाग तथा सरकार समस्त वरिष्ठ अधिकारी तथा नेतृत्व मंडली एटी उपस्थित थिबा सुभद्रा रथर शुभारंभ अवसर रे उपस्थित थिबा समस्त जनता तथा नारी शक्ति को शुभेच्छा जणाइबा सहित मु आपण मानकु समस्त को आज ये सुभद्रा रथर शुभारंभ अवसर में आपण मानकु समस्त को स्वागत एवं अभिनंदन जनाऊँ। एटी उपस्थित थिबा मोर समस्त माँ और भणी मानकु एवं समस्त महिला मानकु मु कहीदेवा चाहे जे ए मुहूर्त होउछि ए शुभ मुहूर्त होउछि आपण मानकर प्रत्येक
ଓଡ଼ିଶାର ମହିଳାଙ୍କୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ସୁଯୋଗ ପ୍ରଦାନ କରିବା ସହ ସ୍ୱୀକୃତି ପ୍ରଦାନ କରିବା ହେଉଛି ଆମର ଅତି ପ୍ରିୟ ଲୋକପ୍ରିୟ ଏ ଯୋଜନା ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ। ଏହା କେବଳ ସରକାରୀ ଯୋଜନା ନୁହେଁ, ଏହା ଆପଣମାନଙ୍କର ଆମ ସମସ୍ତଙ୍କର ଏକ ଅସ୍ମିତାର ପରିଚୟ ହେବ ଏବଂ ଏହା ସହିତ ପ୍ରତ୍ୟେକ ଓଡ଼ିଶାର ମହିଳାମାନଙ୍କୁ ସେମାନଙ୍କର ସ୍ୱପ୍ନ ସେମାନଙ୍କର ଆକାଂକ୍ଷାକୁ ପୂରଣ କରିବାରେ ନିଶ୍ଚିତ ଭାବରେ ଏ ସୁଭଦ୍ରା ଯୋଜନା ସହାୟକ ହେବ। ଆଉ ସେହି ଅବସରରେ ଆଜି ଏ ଯେଉଁ ସୁଭଦ୍ରା ରଥ ଆଜି ଶୁଭାରମ୍ଭ କରାଯାଉଛି, ଆଜି ପ୍ରତ୍ୟେକ ଜିଲ୍ଲାରେ 30ଟି ଜିଲ୍ଲାରେ 30ଟି ଜାଗାରେ ଆମର ସରକାରୀ ସ୍ତରରେ ସରକାରଙ୍କର ସମସ୍ତ ନେତୃତ୍ୱ, ସ୍ଥାନୀୟର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟବୃନ୍ଦ, ସାଂସଦବୃନ୍ଦ, ବିଧାୟକବୃନ୍ଦ, ଜିଲ୍ଲାପାଳମାନେ ଏବଂ ସମସ୍ତ ଉପସ୍ଥିତ ଅଧିକାରୀମାନଙ୍କର ନେତୃତ୍ୱରେ ମା ଭଉଣୀମାନଙ୍କର ଉପସ୍ଥିତିରେ ପ୍ରତ୍ୟେକ ଅଞ୍ଚଳରେ ଏବେ ଏଇଠି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଏ ସୁଭଦ୍ରା ରଥର ଶୁଭାରମ୍ଭ ପରେ ସବୁ ଜିଲ୍ଲାରେ କାର୍ଯ୍ୟକ୍ରମକୁ ପ୍ରତି ଜିଲ୍ଲାରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସବୁ ଜାଗାରେ ସମସ୍ତେ ଜଳଚଞ୍ଚଳ ଅଛନ୍ତି, ମା ଭଉଣୀମାନେ ଖୁସି ଅଛନ୍ତି ଏବଂ ସେଠି ମଧ୍ୟ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ଏଠି ଆପଣମାନେ ସମସ୍ତେ ଆମେ ଜାଣିଛନ୍ତି ଯେ ଆଜି ଏକ ପବିତ୍ର ଦିନ। ଯିଏ ଆମକୁ ବିଦ୍ୟା ଦାନ କରିଛନ୍ତି, ଜ୍ଞାନର ଆହରଣ କରିଛନ୍ତି, ସେହି ପ୍ରଭୁ ଶ୍ରୀ ଗଣେଶଙ୍କର ଆଜି ପବିତ୍ର ଗଣେଶ ଚତୁର୍ଥୀର ଶୁଭ ଅବସରରେ ଆଜି ଏକ ଶୁଭ ସମୟରେ ଏ କାର୍ଯ୍ୟକ୍ରମ କରାଯାଉଛି। ଇଏ ଶୁଭ ହିଁ ଶୁଭ ହେବ ଏବଂ ଏ କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ ଏବଂ ମହିଳାମାନଙ୍କର ସ୍ୱପ୍ନକୁ ମଧ୍ୟ ସାକାର କରିବ। ଆଉ ସେଇଥିପାଇଁ ଏଭଳି ଏକ ପବିତ୍ର ଦିନରେ ଆଜିଠାରୁ ବିଧିବଦ୍ଧ ଭାବରେ ରଥ ପ୍ରତି ସହରରେ ବୁଲିବ, ପ୍ରତି ଗାଁରେ ବୁଲିବ, ପ୍ରତି ଅଞ୍ଚଳକୁ ଯିବ, ମା ଭଉଣୀମାନଙ୍କୁ ସଚେତନ କରାଇବ ଏବଂ ଏଥିରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ, ମା ଭଉଣୀମାନଙ୍କୁ ମହିଳା ସଶକ୍ତିକରଣ କରିବା ପାଇଁ, ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ, ସେମାନଙ୍କୁ ସଚେତନ କରାଇବା ପାଇଁ ଏ ରଥ ପ୍ରତି ଗାଁରେ, ସାହିରେ, ବସ୍ତିରେ, ଗଳିରେ, ପ୍ରତି ରୋଡରେ ବୁଲିକି ସମସ୍ତଙ୍କୁ ସଚେତନ କରାଇବ ଏବଂ ସମସ୍ତେ ଏହାର ଭାଗିଦାରୀ ହେବେ ଏବଂ ପ୍ରକୃତରେ ମହିଳାମାନଙ୍କର ସଶକ୍ତିକରଣ କରିବାରେ ଆମ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି ଏବଂ ବିଶେଷ କରିକି ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଭଲ ପାଇ ଓଡ଼ିଶାକୁ ଆସିଥିଲେ, ଓଡ଼ିଶାର 4.5 କୋଟି ଲୋକଙ୍କ ପାଖରେ ନିଜର ମତ ରଖିଥିଲେ, ତା ଭିତରୁ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ, ଡବଲ ଇଞ୍ଜିନର ସରକାରକୁ ସାକାର କରିବା ପାଇଁ ଓଡ଼ିଶାର ସମସ୍ତ ମା ଭଉଣୀ ସମେତ 4.5 କୋଟି ଓଡ଼ିଆ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ସେହି କଥାକୁ